हेलो फ्रेंड्स नमस्कार मु आपण मानकर प्रिय पलक आपको आपण माने देखिके जानि पड़थबे ना मु कुआडे आइछि। हां मु बालीयात्रा बुलिया को आछि। आ आपण माने ए जो पोस्टरटा देखुछंती सेरा मु आगु को कहबी आ मु ठकामी रे भी पडिछि दीटा ठकामी रे मु पडिछि एटा कि मु कहबी। तापर आमे बुला बुली करे कि खाइबा समय आ जाइतला आमे गलु खाइबा पई खाइबा तापर माने आको देखि त मो मन पूरा खुशी हे गला। देखो केते सुंदर सुंदर जिनस जी बनेछि आको मानिया पड़िबो। ए बुलेट टा देखो ना एमदी बनेछि से ଆଉ ଆପଣ ମାନେ ଏଇ ଡଗ୍ ସହିତ ମୁଁ ଟିକେ ଖେଳିଗଲା ଡଗ୍ ଟା ଟିକେ ବଢିଆ ଦେଖା ଯାଉଥିଲା। ଆଉ ଏଇ ଯୋଉ ମୋଟା ଲୋକଟାକୁ ଦେଖୁଛନ୍ତି ଇଏ ହେଲେ କୁମ୍ଭକର୍ଣ୍ଣ ଯିଏ କି ବହୁତ ମୋଟା। ତାପରେ ଆମେ ଗଲୁ ଏଇ ଲାଇଟ୍ କୁ ଦେଖିବା ପାଇଁ ଯୋଉଟା କି ବହୁତ ସୁନ୍ଦର ଲାଇଟ୍ ଏଇଥିରେ ଖାଲି ଲାଇଟ୍ ହିଁ ଅଛି କିନ୍ତୁ ବହୁତ ସୁନ୍ଦର ଦେଖାଯାଉଥିଲା। ଆ ଭିତରକୁ ଗଲୁ ଆ ଭିତରେ ଯୋଉ ଆମେ ଯୋଉ ବନବୋଧ ବହି ପଢୁଛନ୍ତି ସେ ବନବୋଧ ବହିର ଗୋଟେ ବଡ ଚିତ୍ରଟେ ହେଇଥିଲା ଯୋଉଟାକୁ ଦେଖିକି ମୋ ମନ ପୁରା ଖୁସି ହେଇଗଲା। ଏଠି ଦି ତିନିଟା ଫଟୋ ଉଠେଇ ଆଉ ମୁଁ ଯୋଉ ଜଲପରି ଦେଖୁଥିଲି ଏଇ ଜଲପରିଟା ଆପଣ ମାନେ କେବେ ହିଁ ଦେଖିନଥିବେ। ଏଇ ଯୋଉ ଜଲପରିଟାକୁ ଦେଖୁଛନ୍ତି ହଁ ମୁଁ ମାନୁଛି ଏଇ ଜଲପରିରେ ବହୁତ କିଛି ଅଛି କିନ୍ତୁ ଏତେ ପ୍ରାଇସ୍ ନବା କଥା ନୁହେଁ ଯେମିତି କି 100 ଟଙ୍କା। ମୁଁ ୟାକୁ ଜିଦ୍ଦି କରିକି ଦେଖିବାକୁ ଲାଗିଲି କାରଣ ମୁଁ ବାପା ମାମାଙ୍କୁ କହିଥିଲି କି ମତେ ଏଇଟା ଦେଖାଅ କାରଣ ମୁଁ ଏଇଟା ଦେଖିବାର ଥିଲା। ମୋର ଭଳିଆ କୁନି କୁନି ଛୁଆ ମାନେ କେବେ ବି ବାପା ମାଙ୍କ ଆଗରେ ଜିଦ୍ଦି କରିବେନି କି ଏଇଭଳିଆ ଜିନିଷ ଦେଖିବାକୁ। ହଁ ମୁଁ ସାଲୁଟ ଦେବି କାରଣ ସେ ଏତେ ସମୟ ପାଣି ଭିତରେ ରହୁଛନ୍ତି ବୋଲି। କିନ୍ତୁ ଏମିତି କି ଏ ପାଣି ଭିତରେ ରହୁଛନ୍ତି ବୋଲି ପଇସା ୱେଷ୍ଟ କିନ୍ତୁ ପାଣି ଭିତରେ ରହୁଛନ୍ତି ତ ସତ କଥା କିନ୍ତୁ ଏତେ ପ୍ରାଇସ୍ ନବା କଥା ନୁହେଁ। ତ ଜଲପରି ପାଖରେ ଠିଆ ହେଇକି ଗୋଟେ ଫଟୋ ଉଠେଇଲି ଆଉ ଲୋକମାନେ ଯୋଉ ଟିକେଟ କାଟିକି ଏଠି ଦେଖୁଛନ୍ତି ସେ ତ ଗଲା ଦେଖୁଛନ୍ତି ଜମା ଯାଉନାହାନ୍ତି କିନ୍ତୁ କଣ ହବ। ଏଇ ଦେଖନ୍ତୁ ମାନେ ଏଇ ଜଲପରିଟା ଗୋଟେ ବଢିଆ ଜିନିଷଟା କରୁଥିଲା ପାଟି ଭିତରେ ପାଣି ପୁରେଇକି ମତେ ବହୁତ ଭଲ ଲାଗିଲା। ଆଉ ଦେଖିପାରୁଥିବେ ସନ୍ଧ୍ୟା ବେଳେ କେତେ ସୁନ୍ଦର ଦେଖାଯାଉଛି ଲାଇଟ୍। ଆଉ ଆପଣ ମାନଙ୍କୁ ଯଦି ଏଇ ଭିଡିଓଟା ଭଲ ଲାଗିବ ଲାଇକ୍ ସେ ସବସ୍କ୍ରାଇବ କରିବ ଜମା ବି ଭୁଲିବାନି। ଏଇ ଯୋଉ ଆଇସ୍କ୍ରିମ ଟା ଦେଖୁଛନ୍ତି ମୁଁ ତ ଭାବୁଛି ମୁଁ ଯଦି ଆଉ ଗୋଟେ ଆଇସ୍କ୍ରିମ ଟା ଖାଇ ଦେଇଥାନ୍ତି ସେ ତ ବହୁତ ଭଲ ହେଇଥାନ୍ତା କାରଣ ଏଇ ଯୋଉ ଖେଳ ପାଇଁ ସେ ପୁରା 100 ଟଙ୍କା ନେଲେ। ଦେଖୁନାହାନ୍ତି ଏଇ ଯୋଉ ଖେଳଟା ଏଇ ଖେଳ ପାଇଁ କି 100 ଟଙ୍କା ନିଏ କହିଲେ। ହଁ ମୁଁ ଭାବିଲି ଏଇଟା 50 ଟଙ୍କା ହେଇଥିବ କିନ୍ତୁ ଏତେ ପ୍ରାଇସ୍ ବୋଲି ମୁଁ କେବେ ବି ଭାବି ବି ନଥିଲି। ଆଉ ଆପଣ ମାନେ ଯଦି ବାଲିଯାତ୍ରା ଆସୁଛନ୍ତି ଏଭଳିଆ ଖେଳ ଜମା ବି ଖେଳନ୍ତୁନି। ଆଉ ଆପଣ ବାଲିଯାତ୍ରା ଆସିକି ବୁଲି ସାରିଲେଣି ନାଇଁ ସେଟା ମତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ କହିବେ। ଟାଟା ସାଙ୍ଗମାନେ ଜୟ ଜଗନ୍ନାଥ।